20 ତାରିଖରୁ ହେଲାଣି ଯାଜପୁର ଜିଲ୍ଲା ମହୋତ୍ସବ। ଆଜି ଯିବି କାଲି ଯିବି ବୋଲି ଯାଇପାରୁନି। ଫାଇନାଲି କାଲି ମୋ ଭାଇ ଜଣେ ଫୋନ୍ କଲା, ମୋ ପୁଅ ସେ ସେଲ୍ସ ଚାକିରି କରିଛି। ସେଲ୍ସ ଚାକିରି କରିଛି କାହିଁକି କହିଲି, ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଜାଣିପାରିବେ। କାଲି 23 ତାରିଖ, ଆଜି 24 ତାରିଖ ଲାଷ୍ଟ। ଫାଇନାଲ୍ ସେ କହିଲା ଯେ କାଲି ଯିବା 24 ତାରିଖ। ଆଜି ସକାଳେ ମୋତେ ଫୋନ୍ କରି କହିଲା କି ଫାଇନାଲ୍ ଯିବା ତ। ମୁଁ କହିଲି କ'ଣ ତୋ ଡାଉଟ୍ କାହିଁ ହେଉଛି? କହିଲା ହଉ ଠିକ୍ ଅଛି ଯିବା। ଖରାବେଳେ ମୋତେ ଲଞ୍ଚ ବେଳେ ଫୋନ୍ କରୁଛି, ଭାଇ ଯିବା ନା? ମୁଁ ହଁ ଯିବା। ଆରେ କାଲି ତ ଫାଇନାଲ୍ ହେଇଛି, ଆଜି ଯିବା 6ଟା ବେଳକୁ। କହିଲା ନା ଗୋଟେ କଥା ଥିଲା। ମୁଁ କହିଲି କ'ଣ? କହିଲା ଏ ମାସ ପୁରୀ ଗଲାଣି ଆସି, ଆଉ 8 ଦିନ ଅଛି ମାସ ପୁରୀଗଲା। ଗୋଟେ ହେଲେ ମୁଁ କ୍ଲୋଜିଂ କରିନି, ଗୋଟେ ହେଲେ ସେଲ୍ସ ହେଇନି। କାଲି ମୋ ସାର୍ ଆସିଥିଲେ ଭୁବନେଶ୍ୱରରୁ, ଦୁନିଆ ଗାଳି କରିଛନ୍ତି। କହିଲେ ଏମିତି ଗାଳି କଲେ ମୁଁ ଏକ୍ସପେକ୍ଟ ବି କରିନଥିଲି ଯେଉଁ ଏମିତି ଗାଳି କଲେ। ଆଉ ଆଜି କ'ଣ ମୁଁ ଯିବି ମୁଁ ବି ଚିନ୍ତା କରିପାରୁନି। ଆଉ ମୋତେ ବି କାହିଁ ଡାଉଟ୍ ହେଉଛି ସେ ଯାଇପାରିବ ନ ଯାଇପାରିବ। ତା ଚକ୍କରରେ ମୋ ଜିଲ୍ଲା ମହୋତ୍ସବଟା ବି ଏଥର ଗଲା। ସେଲ୍ସ ଚାକିରି କରିଛି, ଆଉ ଟାର୍ଗେଟ୍ ନହେଲେ ଗାଳି ଖାଇବ ହିଁ ଖାଇବ। କ'ଣ କହୁଛ ସେଲ୍ସ ଭାଇମାନେ? ଜିଲ୍ଲା ମହୋତ୍ସବ ସେ ଯିବ, ଆଜି ଯିବ, ଆଜି ଜିଲ୍ଲା ମହୋତ୍ସବ। ଆପଣ କ'ଣ କହୁଛନ୍ତି?